पूजा रानी साहू नुआ पार्टी नुआ नुआ पार्टी नुह यहाँ आम सेकेंड इयर स्टार्ट हवा जाऊँगी तो प्रथम वर्ष आमर यात्रा ग्रांड मॉल जन्म नहीं तो यहाँ हूँ आम द्वितीय वर्ष प्रथम वर्ष ठार आम ए वर्ष किसी न्यू इम्प्रूवमेंट नहीं आसुचु तो आशा कि यहाँ लोक बहुत पसंद आमर चारोटी नाटक अच्छी कंकाल कांदुची द्वितीय स्वामी सिंदूर को भरोसा नहीं तृतीय कान्हा दे बाटा रही चाहिए चतुर्थटी हूँ आखि कांदुची ना लुह कांदुची हाँ भरोसा नहीं स्वामी सिंदूर को भरोसा नहीं से लिखिं जगन्नाथ राउत आउ ता सहित डायरेक्शन देवे आम सुबोध नुआ कलाकार एथर तपस्या अच्छा नहीं नहीं सी होती थिएटर आर्टिस्ट आउ संगीत महाविद्यालय स्टूडेंट कंट्रोवर्सी देखो से तो चली जाइए सबुठी अच्छी सब बेले रही गोटे पर गोटे नुआ टपिक आसो कंट्रोवर्सी रही जदि एटा गोटे यात्रा इंडस्ट्री गोटे माने परिवार सब मालिक माने आउ कलाकार माने चाहिए तार सॉल्यूशन आसी जिवो आउ जदि गोटे कलाकार तार माने पेरेंट माने गोटे मालिक को बापा माँ भावुन भरोसा रखिक कौन प्रोब्लेम कौन असुविधा होची से कहले मालिक माने तार सॉल्यूशन बाहर करिए एमती एत बड़ हाइलाइट करिए मो मतलब किसी दरकार नहीं फैमिली भितर सब किसी होउची एंड एटा भी गोटे फैमिली तो चारिकांत भितर सॉर्ट आउट करदबा आगुरु मध्य कोइची एबे भी मध्य कोइची अश्लीलता को लेकिन अश्लीलता कौन आकर्षण तुम सब किसी चारोटी आमर तो अच्छा तीन हीरो अलग अच्छा तो पसंद आसलानी सत कथा किसी दरकार ही नहीं ये जो कहते हैं अश्लीलता अट्रैक्शन इट्स नॉट अ फैक्ट मुझे अभिन्न पाढ़ी कोणार्क गणनाट्य दीर्घ 10 वर्ष कार्यरत थी तापर कलिंग गणनाट्य 5 वर्ष तापर धोई रे 3 वर्ष तापर बाघा जतीन रे वर्षे तापर चॉकलेट रंगमंच तापर हूँ जाग्ञसेन विगत वर्ष भितर जाग्ञसेनी बर्तमान मुझे आसी ग्रांड महल यात्रापाटी 30 वर्ष नुआ नुआ मो नुआ मालिक नुआ आ मोर जी मत आणिकी यात्रा जगत अनुष्ठान पहुंची विप्लव बाबू सी मोर यात्रा जगत सी जड़े सुपरिचित एवं भल परिचालक बर्तमान कौन स्थायी अवस्था नथिले भी से आम जगार नहीं पहुंची लोक जानवे अभिनय पाड़ी कहले लोक जानवे भिलियन पॉजिटिव नेगेटिव सबू चरित्र मु करे चर्चित डायलॉग You shut up! मैं कही ताको मो रणेन्द्र प्रताप राय महापात्र किंग बेकर जहाँ जो चाहे से बसई दिए अंडरस्टैंड आई थिंक यू बेटर अंडरस्टैंड बहुत पुराना अनुष्ठान काम करी आछि
କିନ୍ତୁ ବିପ୍ଳବ ଭାଇ କି ବିପ୍ଳବ ବାବୁ ମୋ ସାଙ୍ଗ ହୁଅନ୍ତୁ ଭାଇ ହୁଅନ୍ତୁ ଗୋଟେ ଜାଗାକୁ ଆଣିକି ମୋତେ ପହଞ୍ଚେଇଛନ୍ତି। ମୋର ଲକ୍ଷ୍ୟ ଯେ କେମିତି ଆମେ ଏ ଅନୁଷ୍ଠାନକୁ ଆଗକୁ ନେବୁ। 30 ବର୍ଷର ଏକ୍ସପିରିଏନ୍ସ ଆପଣ ଦେଖିବାକୁ ଗଲେ କଣ ନୂଆ ଶିଖୁଛନ୍ତି ଆପଣ ମାନେ ଯାତ୍ରା କଣ୍ଟ୍ରୋଭର୍ସି ଚାଲିଛି କଣ୍ଟ୍ରୋଲ ଭିତରେ ମୋତେ ପୁରାନ୍ତୁନି। ନା ନା ସମସ୍ୟା ଯଦି ଫାଟିରେ ପଚାରିବା କାହାକୁ? କାହାକୁ ପଚାରିବି ଆଜ୍ଞା? କହିଲେ ଫେର ଶୁଣନ୍ତୁ ଇଏ ତ ରଥି ମହାରଥୀ ଏଠି ମୁଣ୍ଡ ଗଡି ଯାଉଛି ଆମେ କିଏ ଶଳା କହୁଛନ୍ତି ତାପରେ ଭୁଲ ମାଗୁଛୁ। ଆଜ୍ଞା ଶଳା କହିଦେଲି ଭୁଲ ହେଇଗଲା। କହିବ କାହିଁକି ଭୁଲ ମାଗିବ କାହିଁକି? ଚାଲିଛି କଣ୍ଟ୍ରୋଭର୍ସି ଘର ଭିତରେ ପରିବାର ଭିତରେ କଣ କଣ୍ଟ୍ରୋଭର୍ସି କଣ ଆଜ୍ଞା ଶୁଣନ୍ତୁ ସବୁ ପରେ ହଉଛି ଆମେ ହଉଛି ଯାତ୍ରାକୁ ନେଇ ବଞ୍ଚିଛନ୍ତି। ସବୁ ପରେ ଆମେ କଳାକାର ତାପରେ ହଉଛନ୍ତି ମାଲିକ। ଆଚ୍ଛା ଆମେ ଯୋଉ କଳାଟା ପ୍ରଦର୍ଶନ କରୁଛନ୍ତି ଗୋଟେ ସଂସ୍ଥା ରହିଲେ କି ଆପଣ ଜଣେ ମାଲିକ ଆପଣ ଗୋଟେ ସଂସ୍ଥା କଲେ ଆମେ ସେଠି କଳା ପ୍ରଦର୍ଶନ କରିବୁ। ଯଦି ଆପଣ ସଂସ୍ଥା ନ କରିବେ ଆମେ କୋଉଠି କରିବୁ? ରାସ୍ତାରେ ନା ବିଲରେ ନା ବାଡିରେ କଲେ କିଏ ଦେଖିବ? ତେଣୁ ସବୁ ପରେ ମାଲିକ ଆଉ କଳାକାର ଭିତରେ ସାମଞ୍ଜସ୍ୟ ରହିବା ଦରକାର। ମାଲିକ ଚାହୁଁଛନ୍ତି ହଁ ମୋର ଏଇ ଇଏ କଳାକାରଟା ହଉଛି ବଡ ସିଏ ହଉଛି ସାନ ଚାହୁଁଛନ୍ତି କିନ୍ତୁ ମାଲିକ ମାନଙ୍କ ଭିତରେ ତାଙ୍କ ଭିତରେ ମିଳନଟା ରହିବା ଦରକାର। ଆଉ କଳାକାରଙ୍କ ଭିତରେ ମାନେ ସବୁ ପରେ ଯାଇ ଆଜି 5ଟା କଳାକାରକୁ ନେଇକି ଯାତ୍ରା ଇଣ୍ଡଷ୍ଟ୍ରି ବଞ୍ଚିଯିବ ତା ମାନେ ନୁହେଁ। 5ଟା 50ଟା ଅନୁଷ୍ଠାନ ଅଛି 5ଟା କଳାକାର କିଏ ହାଇଲାଇଟ କଳାକାର ଅଛନ୍ତି ତାକୁ ନେଇ ତାପରେ ବି 50ଟା କଳାକାର ବଞ୍ଚୁଛନ୍ତି ନାଇଁ। ସବୁ ପରେ ହଉଛନ୍ତି ମାଲିକ ତାପରେ କଳାକାର ପରିବାର ହିଁ ଚଳିବ ନିହାତି ନିହାତି କଳାକାର ମାଲିକ ରାଇଟର ଡିରେକ୍ଟର ସମସ୍ତେ ଅଭିନୟ କରୁଛନ୍ତି। ନିହାତି ଆଜ୍ଞା। କାହା ଅଭିନୟ ବାସ୍ତବାଦୀ ଆମେ ଅନୁଭବ କରିବା? କାହା ଅଭିନୟ କଣ ସମସ୍ତେ ଅଭିନୟ କରୁନାହାନ୍ତି। ଯାହାକୁ ପଚାରିଲ କହୁଛି ପରିବାର ଆମର ଅଭିନୟ ଆମର ଏଟା କିଛି ଏଇଟା କଣ କଥା? ଅଭିନୟ ସରି ନା ସରିଯିବ ରାତି ଆଉ ସବୁ ଦୋଷଟା ଗଣମାଧ୍ୟମ ଉପରେ ଦୁର୍ଲଭ ଦେଉଛି। ହଁ ଗଣମାଧ୍ୟମ ଉପରେ ଇରେ ତମେ କହୁଛ ବୋଲି ଗଣମାଧ୍ୟମ ଯେ ତମ ପାଖରେ ପହଞ୍ଚୁଛନ୍ତି ନା ଆଉ। ସବୁ ପରେ ଆମେ ଆସିଛନ୍ତି ଆମ ପରିବାରକୁ ଚଳଉଛନ୍ତି ଆମେ ଗୋଟେ କଳାରେ ବଞ୍ଚିଛନ୍ତି। ସବୁ ପରେ ଯିଏ ସଂସ୍ଥାଟେ କରିଛି ସିଏ ସଂସ୍ଥାଟେ କରିଛି ବୋଲି ଆମେ ସେଠି ଯାଇ ମଞ୍ଚରେ ଅଭିନୟ କରୁଛନ୍ତି। ତେଣୁ ଆମେ ଅଭିନୟ କରିଲେ ସେ ଆମକୁ ଲୋକ ଦେଖିବେ। ଯଦି ମଞ୍ଚ ନଥିବ ଯେ ମଞ୍ଚ ଯିଏ ତିଆରି କରିବା ଲୋକଟା ଯଦି ନଥିବ ଆମକୁ କିଏ ଦେଖିବ? ତେଣୁ ମୁଁ ସବୁ ପରେ କଳାକାର ଭାଇ ଆଉ ମାଲିକ ମାନଙ୍କୁ ଅନୁରୋଧ କରୁଛି ଯେମିତି ଯାତ୍ରା ସଂସ୍ଥା ଚାଲିଛି ଚାଲୁ। କଳାକାର ମାନଙ୍କୁ ନେଇ ବଞ୍ଚୁଛନ୍ତି ଆପଣ ବଞ୍ଚନ୍ତୁ ଆଉ କଳାକାର ମାଲିକ ମାନଙ୍କୁ ନେଇ ଯେମିତି ବଞ୍ଚୁଛନ୍ତି ବଞ୍ଚନ୍ତୁ। ଆ ଭିତରେ କିଛି ଏଇ ଯୋଉ ଇଏ ଦ୍ୱନ୍ଦ୍ୱ ସୃଷ୍ଟି କରନ୍ତୁନି। କାହିଁକି ପ୍ରହସନ କରୁଛନ୍ତି ଆଜ୍ଞା? ଶଳା କହିମି ତାପରେ କହିମି ଭୁଲ ମାଗି ତାପରେ ବିଭିନ୍ନ କଥା। ତମେ 4 ଗୋଟି ନାଟକ ନେଇ ଯାତ୍ରା କରୁଛ ଏ ବର୍ଷ ଗଲା ବର୍ଷ 4 ଗୋଟି ନାଟକ ନେଇ କରିଥିଲି ଏ ବର୍ଷ ସେଇ ନୂଆ 4ଟା ନାଟକ ନୂଆ କରୁଛି। ଆଜ୍ଞା କଣ କହିବେ ନୂଆ ଏଥର ଯୋଉ ଦେଖୁଛନ୍ତି ମାନେ ସେଇ ତ ଧ୍ୟାନ ସେଇଥିପାଇଁ ତ ନାଟକ ଯେହେତୁ ଆମେ ସବୁ ଯାକ କଳାକାର ଚେଞ୍ଜ କରିଛୁ ସେଥିପାଇଁ ଆମେ ସବୁ ଯାକ ନାଟକ ଚେଞ୍ଜ କଲୁ। ଚେଞ୍ଜ କରିଛୁ ସବୁ ଯାକ ଭଲ ଭଲ ଲେଖକ ଡାଇରେକ୍ଟର ଆମେ ଆଣିଛୁ ଯଦି ନାଟକର ସବୁ ଷ୍ଟୋରି ଉପରେ ଗୁରୁତ୍ୱ ଦିଆଯାଇଛି କାହାଣୀ ଉପରେ ଗୁରୁତ୍ୱ ଦେଇ କରୁଛୁ। ବିବାଦ କିଛି ନାହିଁ ବିବାଦ ଇଏ ସବୁ ଯାହା ସମାଧାନ ହେଇଯିବ ଏଇ ନିଜ ପରିବାର କଥା ସମାଧାନ ହେଇଯିବ ବିବାଦ ସବୁ ସମାଧାନ ଭିତରେ 3 ମାସ ହେଇଗଲା କିନ୍ତୁ ସମାଧାନ ହେଇଯିବ। ନାଇଁ ଏବେ ତ ସମସ୍ତଙ୍କର ଆଖଡା ପୂଜା ହେଲାଣି ସବୁ ଭୁଲ କାହାର ନାହିଁ ସବୁ ମାନେ ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି ଆପଣ ଜାଣୁଥିବେ କାହା ବିରୁଦ୍ଧରେ କଣ ହଉଛି ଆପଣ ଜାଣୁଥିବେ ସେ ସମାଧାନ ମାନେ କିଛି କଳି କଜିଆ କିଛି ନାହିଁ ସବୁ ରେଡି ହେଇଯିବ ଆଉ 8 ଦିନ ପରେ ସବୁ ପାର୍ଟି ଯାଇଥିଲେ ସବୁ ଠିକ ହେଇଯିବ। ହଁ ସଂଘରେ ମୁଁ ଅଛି। ହଁ ଅଶ୍ଳୀଳତା ଉପରେ ଆମର ନାହିଁ।
ଅଶ୍ଳୀଳତା ଉପରେ ଗୁରୁତ୍ୱ ନୁହଁ, ଆମର ନାଟକ ଉପରେ ଗୁରୁତ୍ୱ ଦିଆଯାଉଛି। ଯଦି କମିଟି ବାଲା ଆପଣଙ୍କୁ ଡାକିକି ନେବେ କହିବେ ଅଶ୍ଳୀଳ ତାଙ୍କର ବି ଦରକାର ବହି ହିଟ୍ ହେବା ଦରକାର କି ସେମାନେ ଯଦି ଟିକେଟ୍ ବିକ୍ରି ହେବା ଦରକାର ସେମାନେ ଯଦି ପ୍ରସ୍ତାବ ଦେବେ କି ନାହିଁ ଅଶ୍ଳୀଳତା ସେଇଟା ତ କମିଟି ଉପରେ ନିର୍ଭର କରୁଛି, କିନ୍ତୁ ଯେହେତୁ ଆମେ ସବୁ କମିଟି କରୁଛୁ ମାନେ ଅଶ୍ଳୀଳତା ଉପରେ ଆମେ ନଉ ମାଲିକ ବିଷୟରେ ଆମେ ସମସ୍ତଙ୍କୁ ମନା କରୁଛୁ। ଆଉ କମିଟି ଯୋଉ କଣ୍ଟ୍ରାକ୍ଟର ନଉନ୍ତି ସିଏ ତାଙ୍କର ଆକୁ ଆଣୁଛୁ ତାଙ୍କୁ ଯାହାକୁ ଯାହାକୁ ନଉଛନ୍ତି ଆଇଟମ ଗାଲ ସିଏ ସେଟା ତାଙ୍କୁ ପଚାରିବେ, ଆମେ କଣ କହିବୁ ତାଙ୍କୁ ଆପଣଙ୍କ ପେଣ୍ଡାଲରେ ନାଚିବେ ନା ନାଚିବେ? ଆମେ ଆମେ କାହିଁକି ତାଙ୍କୁ ଅଶ୍ଳୀଳ ଆମେ ତ ଭଲ ଲେଖକ ଡାଇରେକ୍ଟର ନେଲୁ, ତାର ଭଲ ଆର୍ଟିଷ୍ଟକୁ ନେଲୁ, ଆମେ କାହିଁ ସେ ଦିଗରେ ଆମେ କାହିଁ ତାଙ୍କୁ ଆଙ୍କୁ ଯଦି ଆଇଟମ ଗାଲକୁ ନେବୁ ତାହେଲେ ଆମେ କାହିଁ ଆର୍ଟିଷ୍ଟ ନେଉଛୁ, କଣ ପାଇଁ ନାଟକ କାହିଁ ଆପଣଙ୍କର କମିଟି ବୁକିଂ କଲେ, କମିଟି ଆପଣଙ୍କ ଗଲା ଗାଁରେ ନାଚ କଲା, ସେମାନେ ଚାହିଁବେ ଯେ ଯୋଉ ଅଶ୍ଳୀଳ କରିବା ପାଇଁ। ଆମେ କମିଟି ପ୍ରଥମେ ମନା କରୁଛୁ ସେ ଦିଗରେ ମାନେ ନାଟକ ଇଏ ଯେହେତୁ ମାନେ ସୋସିଆଲ ମିଡିଆରେ ବର୍ତ୍ତମାନ ବନ୍ଦ ହେଲେ, ଖଣ୍ଡଗିରିରେ ବନ୍ଦ ହେଇଛି, ସବୁ କମିଟି କହୁଛୁ ସେ ତ ବନ୍ଦ କର। ପୁରୁଣା କଳାକାର ବି ଆମର ତ ମାମା ଅଛି, ହିରୋଇନ ବି ଅଛି ଆଉ ତ ସବୁ ନୂଆ ସବୁ ଆମ ନୂଆ ଆସୁଛନ୍ତି ସବୁ ପାଟିରୁ ଆଉ କଣ ଆମ ପାଖରେ ନୂଆ କିନ୍ତୁ ସମସ୍ତେ ପୁରୁଣା। ଗ୍ରାଣ୍ଡ ମହଲର ମୁଖ୍ୟ ପରିଚାଳକ ସଞ୍ଜୟ କର ଉରଫ ଲୁଲୁ କର, କେମିତି ଅଛନ୍ତି ନା? ଭଲ ଅଛି, ଭଲ ଲାଗୁଛି ବି ଗାଁ ମହଲରେ ଜଏନ୍ କଲା ପରେ। ତେଣୁ ଆପଣମାନେ ସବୁ ମିଡ଼ିଆ ଭାଇମାନେ ଏଠାରେ ଉପସ୍ଥିତ ଥିବାରୁ ଆମ ଆଖଡ଼ାରେ ଆପଣଙ୍କୁ ମୋ ତରଫରୁ ଆନ୍ତରିକ ଶୁଭେଚ୍ଛା। ମୁଖ୍ୟ ପରିଚାଳକ ହିସାବରେ ଆପଣଙ୍କର ଚିନ୍ତା ଟେନସନ କେତେ ରହିଛି ଗୋଟେ ନାଟକକୁ ଚଲେଇବା? ନିଶ୍ଚିତ ତ ଟେନସନ୍ ରହିଛି, ପ୍ରଯୋଜକ ପରିଚାଳକ ଉଭୟଙ୍କର ଟେନସନ୍ ରୁହେ। ସେ ଟେନସନ୍କୁ ଆମେ ଆମର ଲାଇନ୍ରେ ନେଇକି ତାକୁ ମେଣ୍ଟେନ୍ କରିନୁ। ଏ ବର୍ଷ ନାଟକ 4ଟି ସାରି ବହି ଭଲ ରହିବ। ସେ ନାରୀ ଚରିତ୍ର ଅଭିନେତ୍ରୀ ମାନେ ନାରୀ ଚରିତ୍ର ଉପରେ ଆଧାରିତ ଅଛି। ଲେଡି ସେଣ୍ଟିମେଣ୍ଟାଲ ଡ୍ରାମା 4ଟା ସାରି ନିଶ୍ଚିତ ନାଟକ ଏ ବର୍ଷ ବହୁତ ହାଇଲାଇଟ୍ କରିବେ ବୋଲି ମୁଁ ଆଶା କରୁଛି। ମତେ ଏଇଠି ଯାତ୍ରା କଲା ପରେ ମତେ ଏମିତି ଲାଗେ ଯେମିତି ମୋର ଅଭିନୟର ଭୋକଟା ଯୋଉଟା ଯାତ୍ରାରେ ହିଁ ମିଟେ, କାହିଁକିନା ସେଇଠି ତ ଆକ୍ସନ୍ କଟେଡ୍ ଥରେ ହେଲାନି, ଆଉ ଥରେ ରିଟେକ୍ କରିକି ନିଜର ବେଷ୍ଟ ଦେଇପାରିବ। ବଟ୍ ଏଇଠି ନିଜର ବେଷ୍ଟ ଦେବା ପାଇଁ କେବଳ ଗୋଟିଏ ମୌକା ମିଳେ, ସେଇଟା ହେଉଛି ସିରିଏଲ୍ ଆଉ ସିନେମା ଆଉ ଯାତ୍ରାର ଫରକ। ଏଇଠି ଯାହା କରିବ ଥରେ କରିବ, ଭୁଲ ହେଲେ ଗାଳି ଆଉ ଠିକ୍ ହେଲେ ତାଳି। ଇନକମ୍ଟା ପଛର କଥା, କିନ୍ତୁ ପ୍ରଥମ ହେଉଛି କଳାକାରକେ ନିଜ ସେ ଅଭିନୟର ଭୋକଟା ମିଟାଇବା ପାଇଁ ମୁଁ ମେନ୍ ଆସିଛି ଏଇଠିକି। ସେଇଟା ବହୁତ ବଢ଼ିଆ ଲାଗେ ମୋତେ। ଷ୍ଟେଜ୍ରେ ଯେତେବେଳେ ଅଭିନୟ କରେ ମୁଁ ଯାତ୍ରାରେ ବହୁତ ବଢ଼ିଆ ଲାଗେ। ଲାଇଭଲି ଅଡ଼ିଏନ୍ସ ମାନଙ୍କ ସହିତ ଯେତେବେଳେ ବହୁତ ଭଲ କରିଦିଏ, ତାଳି ଯେତେବେଳେ ଆସେ ମୋର ଏନର୍ଜି ଆହୁରି ବୁଷ୍ଟଅପ୍ ହେଇଥାଏ। ଯାତ୍ରା ଷ୍ଟେଜ୍ ଉପରେ ମଞ୍ଚ ଉପରେ ଆକ୍ଟିଂ କରିବା ପାଇଁ ବହୁତ ବଢ଼ିଆ। ଗୋଟେ ସଂଗ୍ରହ ଜାଣିବା ପାଇଁ ଚାହିଁବି, ଗୋଟେ ଡାଇଲଗ ଗୋଟେ ଏବେ ଡାଇଲଗଟା କେମିତି ଆଉ କେମିତି ଆଚ୍ଛା ଆପଣ ଜଣେ ସଫଳ ବିଜନେସମ୍ୟାନ୍, ତା ସହିତ ଗୋଟେ ଭଲ ଆକ୍ଟର ମଧ୍ୟ, ଏତେ ପଇସା ସବୁ କଣ କରୁଛନ୍ତି? ମୁଁ ଆଜ୍ଞା ଗୋଟେ ପିଓର କଳାକାର। ମୁଁ ବିଜନେସ୍ କରୁନି, କେବଳ ଆକ୍ଟିଂ କରୁଛି। ମୁଁ ସିରିଏଲରେ ଆକ୍ଟିଂ କରୁଛି, ସିନେମାରେ ଆକ୍ଟିଂ କରୁଛି, ଯାତ୍ରାରେ ବି ଆକ୍ଟିଂ କରୁଛି। ଏଣ୍ଟରଟେନମେଣ୍ଟ କ୍ଷେତ୍ରରେ ମୋତେ ଯୋଉଠି ବି ଦେଖିବେ ମତେ ହିଁ ପାଇବେ। ଚାରିଆଡ଼େ ତିନି ଦିଗରେ ମୁଁ କାମ କରୁଛି, ବହୁତ ପରିଶ୍ରମ କରି କାମ କରୁଛି। ବିଜନେସ୍ ବି କରୁଛନ୍ତି ନା ବିଜନେସ୍ କରୁନି, ଘରେ ବିଜନେସ୍ କରୁଛନ୍ତି। ଘର ଆମର ବିଜନେସ୍ ଫ୍ୟାମିଲି। ମୁଁ ବିଜନେସ୍ରୁ ବହୁତ ଦୂରରେ ଅଛି, ମୁଁ କେବଳ ଆକ୍ଟିଂ କରୁଛି। ଏସବୁ ଯେତେ ଶୀଘ୍ର ଅନ୍ତ ହେଇଯିବ ସେତିକି ଭଲ, ଆମ କଳାକାରମାନଙ୍କ ପାଇଁ, ମାଲିକମାନଙ୍କ ପାଇଁ, ନିର୍ଦ୍ଦେଶକମାନଙ୍କ ପାଇଁ, ଯାତ୍ରା ଜଗତରେ ଯେତେ ଜଣ ସବୁ କାମ କରୁଛନ୍ତି ସମସ୍ତଙ୍କ ପାଇଁ ଭଲ। କାହିଁକି ନା ଆମେ ଯେତେବେଳେ ଶାନ୍ତି ଶୃଙ୍ଖଳାରେ କାମ କରିବା ସେଇଟା ସମସ୍ତଙ୍କ ପାଇଁ ଭଲ। ସମାଧାନ ଆମେ ହିଁ କରିବା ଉଚିତ। ଯୋଉମାନେ ସେଥିରେ ଅଛନ୍ତି ସେମାନେ ନିଜ ମନକୁ ବୁଝେଇ ଆଗକୁ କାମ କରିବା ଉଚିତ। କେବଳ କାମରେ ମନ ଦେଲେ ବେଟର, ଆଉ ସବୁ ବାକି ଜିନିଷରେ ମୁଣ୍ଡ ପୁରେଇଲେ କେବଳ କଣ୍ଟ୍ରୋଭର୍ସି ହିଁ ହବ, ଆଉ କିଛି ହବନି। ମୁଁ ତ ଦାୟିତ୍ୱ ନୁହଁ, ମୁଁ ଆଜ୍ଞା ବହୁତ ଛୋଟ କଳାକାରଟିଏ। ମୋର ସେମିତି କିଛି ନାହିଁ ଯେ ମୁଁ ନିହାତି ମୁଁ ଚେଷ୍ଟା କରିବି, କିନ୍ତୁ ଦାୟିତ୍ୱଟା ମୁଣ୍ଡେଇ ପାରିବିନି। ସେ ଜାଗାଟା ବହୁତ ବଡ଼ ଜାଗାଟା, ଏତେ ବଡ଼ ବଡ଼ ଲୋକଙ୍କ ଭିତରେ ମୁଣ୍ଡ ପୁରେଇ କଥାବାର୍ତ୍ତା କରିବାଟା ସେ ବହୁତ ବଡ଼ ଜାଗାଟା। ହଁ ନିହାତି ମୋ ଦ୍ୱାରା ଯଦି କିଛି ହେଇପାରିବ ମୁଁ ନିଶ୍ଚୟ କରିବି। 2024-25ଟା ଗୋଟେ ଯାତ୍ରା ପାଇଁ ଗୋଟେ ଖରାପ ହେଇନଥିଲା ବର୍ଷଟା 24-25? ହଁ କିଛିଟା ଖରାପ ଥିଲା, କିଛିଟା ଭଲ ବି ଥିଲା।
किछटा नुआ नुआ रूल्स आछि ए सब कंट्रोवर्सी हला पर किछटा नुआ नुआ रूल्स आछि जो थरे कि आशा के आगु के एमती किछि कंट्रोवर्सीज हबनी तो मालिक माने तांग जगह ठीक रहबे कलाकार माने भी तांग जगह ठीक रहबे तो आशा करछि जा हुए भलो पई हुए जा हबो भलो पई अच्छा तुलसी गणनाट्य छाड़िबार रीजन टा कोन हम जानि परिबे तुलसी गणनाट्य रीजन छाड़िया रीजन 3 वर्ष गोटे जगह चलिबो एटा होछि मो घर पाखर पार्टी मो घर एटु बहुत पाखर ଯେତେବେଳେ ଗ୍ରାଣ୍ଡ ମହଲର ଓନର ଯେତେବେଳେ ମୋତେ ଆପ୍ରୋଚ୍ କଲେ ମୋତେ ତାଙ୍କ ବ୍ୟବହାର ଆଚାର ବହୁତ ବଢ଼ିଆ ଲାଗିଲା ବହୁତ ଭଲ ମଣିଷ ସିଏ ସେଇ ଜିନିଷରେ ହିଁ ମୁଁ ଆଗେ ଆକର୍ଷିତ ହେଲି ତାପରେ କଥାବାର୍ତ୍ତା କଲି ତାପରେ ଭାବିଲି ଯେ ଓକେ ଚାଲ ଗୋଟେ ନୂଆ ଟ୍ରାଏ ମାରିବା ନୂଆ ଅନୁଷ୍ଠାନକୁ ଯିବା ସମାଧାନ ହେଉଛି କ'ଣ ହେଇଛି କଣ୍ଟ୍ରୋଭର୍ସି ସତ କ'ଣ ମିଛ କ'ଣ ଆମେ ଏବେ ଯାଏଁ କେହି ବି ଜାଣିନୁ ତ ସତଟା ଆସିଲା ପରେ ହିଁ ଆମେ କିଛି ସେ ବିଷୟରେ କଥାବାର୍ତ୍ତା କଲେ ବେଟର हाँ आज्ञा ମୁଁ ତାଙ୍କ ସହିତ କାମ କରିଛି 3 ବର୍ଷ ହେଲାଣି କାମ କରିଛି ଶାନ୍ତିରେ କାମ କରିଛି ମୋର ଆଜ୍ଞା କିଛି ଅସୁବିଧା ହେଇନି ଏଥର ମୁଁ କହିବିନି ଯେ ତା ମାନେ ନୁହଁ ଯେ ନରିପଣ୍ଡା ଖରାପ ଲୋକ ମାମୁନି ମ୍ୟାଡାମ ଖରାପ ଲୋକ ସେଇଟା ବି ମୁଁ କହିବିନି ସେମାନେ ଆଜ୍ଞା ବହୁତ ଭଲ ଲୋକ ତାଙ୍କ ସହିତ ବି ମିଶିଛି ଏବଂ ନାଣ୍ଡୁ ବାବୁଙ୍କ ସହିତ ବି ମିଶିଛି ସେଇ ବହୁତ ବଢିଆ गोटे मालिक ना एते काहे माने आसुची कंट्रोवर्सी एते माने कंप्लेंट तांकर गोटे मालिक ना केवल खास करी आसुची एमती कंट्रोवर्सीज कोटा सत्य कोटा मिछ कंट्रोवर्सीज बहुत आसीबाटा किछि बड़ कथा नु कोटा सत्य प्रमाण होला सेटा होची बड़ कथा सेटा होची गुरुत्वपूर्ण कथा आमे सत्य को अपेक्षा करियो तापर देखे आमे किछि ता विषय कथा कहले बेटा जदि हम गोटे ग्रांड महल मालिक कथा भल लागला व्यवहार बढ़िया लागला से मु तुलसी कोन खराब व्यवहार नहीं मु तो कहिथिल तुलसी बहुत भल लागिला जेहेतु 3 वर्ष गोटे अनुष्ठान रे चली सारलिनी तापर मते जेते अप्रोच करले भल ही लगिला आज्ञा किंतु गोटे जगह आपण सबुदिन आपण गोटे गोटे न्यूज चैनल रे सब माने पूरा टोटल काम करछन नहीं नहीं सेमती किछि भी नहीं नांडो आबे बहुत ताना हम बुझिया जे तुलसी टू जयदीप को अधिक पेमेंट मिलिला ए पति निश्चय भाबे पति पेश करला हाँ निहाती गोटे आपण जेते गोटे चाकरी रु गोटे कंपनी रो आ गोटे कंपनी को स्विच करूछंती गोटे इंक्रीमेंट हुए तो सेतर गोटे इंक्रीमेंट हुए किछटा इंक्रीमेंट हेछि आउ किछटा मु देखिली घर पाखर पार्टी माने मते दिबा से रिहर्सल पय बहुत सुविधा हो सब जिन देखिली मालिक हो व्यवहार आचार देखिली बहुत बढ़िया लगिला तो सब जिन जो भल था मुझे हाँ घर पाखर पार्टी जेहेतु मु सीरियल और यात्रा मैनेज करियाटा मो पय सुविधा है तो से पाखा पाखी प्राइवेट शेष क्वेश्चन रहबो गोटे वाक्य रे उत्तर देबे नांदू बाबू भल ना खराब नांदू बहुत भल नमस्कार मो तपस्या पूर्व को बैटरी थिले प्रथम यात्रा करियो स्टार्ट आज्ञा पूरे हमर या पूरे फोन करते और यात्रा रानी के लागला या पूर्व मु एल्बम करथि थिएटर करथि ड्रामा भी करथि तबे बे भाबली कि ड्रामा करबारे जानिली कि मजाटा कौन कहीं ना सांगे सांगे रिएक्शन हो भल हो कि खराब हो सांगे सांगे दर्शक मान पाखु मिल से भाविली कि यात्रा कर आज्ञा भल लागला देखै बोले सीरियल में आज्ञा से तो कहली मो ड्रामा कर मोर प्रैक्टिस अछि कंट्रोवर्सी सब अच्छी केवल यात्रा बोली नहीं सब जिनस कंट्रोवर्सी अच्छी आम कंट्रोवर्सी को जीवा कौन आज्ञा आम जब निजे ठीक रही आम कंट्रोवर्सी जीवा कौन आम तो दूरे रहा ठीक अच्छे भूल अच्छी से समय ही कह सेटा पर कथा मुझे स्टार्टिंग आमर जो 4 खंड बही शुणा होता यही कंट्रोवर्सी बैड भी देती कंट्रोवर्सी मत भी बैड कमेंट आसी तो एजे मु जाई नहीं यात्रा लाइन को किंतु मो नारे बैड कमेंट आसीला जदि मो नारे बैड कमेंट आसीला तामाने नुहे कि मो खराब काहे ना मो यात्रा लाइन को जाई ही नहीं एबेटु जदि बैड कमेंट पहुंचले सेटा मनुष्य मानकर भूल ना यात्रा करी ना अपन से सही कथा ते बैड कमेंट मानसिक सेटा लोक मानको माइंड रे ही करे किए केमिति भलो कि खराब सेटा लोक मानको ऊपर डिपेंड करे ना किए पॉजिटिव ग्रहण करबे बस किए पॉजिटिव ग्रहण करबे के नेगेटिव ग्रहण करबे सेटा तो तांको ऊपर डिपेंड करे ना अपन कार सुनिया मो ठीक अछि ना मो कोन नै कहा कि सुन केरे ऊपर आज्ञा हम अपन पूर्व जमा अपन गाड़ी करथिले कहथिले हमें चाहि बहुत डायलॉग सुनिए ड्रामा रे ऊपर ऑफ डायलॉग
कौन है आकाश कौन है आकाश मत देखि एमती चमकी गला कौन भाभी मुझे आसबिनी बोली तुमको टाइम कही आसबिनी ए देख मु तुमको जी टाइम कही ताठर मु शीघ्र आसी पहुंची गली एथर तुम खुशी तो नमस्कार जय जगन्नाथ मु मंजू अभिनेत्री मंजू मैडम केते दिन अभिनेत्री ये पाठ को आरंभ ये मोर आरंभ कौन कहबो नुआ आरंभ होउची मु किन चाहूची नाटक भल हो समस्ते देखते भल भल नाटक नहीं 4 खंडे आसू दर्शक मैंने आसतु उपभोग कर या पूर्व जो अपन पाठ मोर शिवानी गणनाट्य है 14 वर्ष 14 वर्ष पर सूर्य मंदिर आसली सूर्य मंदिर जाइली पुणी शिवानी जाइली सूर्य मंदिर शिवानी पुणी एठी सूर्य मंदिर एते सुंदर नाटक कौन शिवानी ना सुन ऑफर मिलना हम बाबूजी ऑफर कले आसला ए वर्ष तो आरंभ हेनी आमर घंटा हेनी आरंभ हम काली ठारू एबे तो आगे पूजा सरिला आस्ते आस्ते चलू ମୁଁ ଚାହୁଁଛି ଦର୍ଶକ ମାନେ ଆସନ୍ତୁ ଗ୍ରାଣ୍ଡ ମହଲ ଦେଖନ୍ତୁ ଏନ୍ଜୟ କରନ୍ତୁ ଜୟ ଆଉ କଥା କହିପାରିବି ମାଇ କାଢିଂ ସମସ୍ତେ ନେଗେଟିଭ କ୍ୟାରେକ୍ଟର ବହୁତ ଦେଖିଛନ୍ତି ଯାତ୍ରା ଗ୍ରାଣ୍ଡ ମହଲ ଆସିଲା ପରେ ସେ କୋଉ କ୍ୟାରେକ୍ଟରରେ ରହିବ ତ ନେଗେଟିଭ କରୁନି ଆଉ ନାଇଁ ନେଗେଟିଭ କ୍ୟାରେକ୍ଟର ଆମେ ବହୁତ ଦେଖିଛୁ ଆଗରୁ କରୁଥିଲି ଏବେ ନେଗେଟିଭ କରୁନି ଏବେ ସବୁ ପଜିଟିଭ ହେଇଗଲାଣି ମନ ପରିବର୍ତ୍ତନ ହେବାର କାରଣ ମନ ମୁଁ ସେମିତି କିଛି ନାହିଁ କେତେବେଳେ କୋଉ ପାର୍ଟ ପଡିବ ସେଟା ଠିକ ଠିକଣା ନାହିଁ ଗାଳି କରନ୍ତି ଗାଳି କି ଡରି ଗଲେ ଯଦି आपको कोडा भल मते मते दीटा को भल लागे पॉजिटिव करिया भल है नेगेटिव करिया भल नमस्कार जय जगन्नाथ मु सस्मिता नायक मते लिजा नाम रे समस्ते जानचंती मु वर्तमान ग्रांड महल ले जोग देछि आज सिंगर मैडम एते आपण तो अनेक पात्र गाने लगित गाइछंती ग्रांड महल का काई चाहिए देखो मोर तो सेमती यात्रा जगत को आसे कौन प्लान नाला तो प्रथम वर्ष मु पार्वती गणनाट्य थी सेकेंड गौरी गणनाट्य एबे ग्रांड महल को आसी एथिपाई कारण मो सान भौणी सी भी यात्रा इंडस्ट्री कार्यरत सी यात्रा इंद्रकने 2 वर्ष धरी काम करिछि तो एबे हम 2 भौणी जाक यात्रा ग्रांड महल ने काम करबो तो सेति खुशी लागिला गोटे जगह रे 2 भौणी काम करबो आज्ञा हाँ ठीक अच्छे गोटे रोमांटिक गीत गाँच ओडिया रोमांटिक बहुत पसंद वॉइस भल नहीं जति सात रंगरू रंग मन बुझिलानी चिट्ठी लिखिली ना सबुजरे ना सुनेली रे ना गोलापी रे ना रूपेली रे आ देखिबो आ आ रकते लेखिछि ना मोर कते लेखिछि ना रकते लेखिछि ना मोर कते लेखिछि ना थैंक यू मैडम एते कहा ना लिखिछि एपर्यंत लेखा लेखि हेनी लेखा वाला जानिबे लिखिबा टाइम अछि एबे टिके यात्रा जगत रे लेखा लेखि स्टार्ट टिके लोक माने जानंतु सी लोक माने दर्शक दर्शिका माने मो नाटक के लेखंतु तापर हम लिखिबे ता कोन फर्स्ट ऑफ ऑल एते सुंदर केबे हीरोइन होबे इच्छा करले सिंगर कोन सुंदर सुंदर तो मैं जाननी कौन किंतु हीरोइन मुझे मो लाइफ रे हिपर नहीं कारण मोर हाइट नहीं मैडम आपन को हाइट कम से माने हीरोइन होछन ना ना की कहला मोर बहुत हाइट कम मोर सेमती के ना दि मोर लाइफ पार्टनर जदी के हीरो आसीबे
ତାହେଲେ ତାଙ୍କୁ କହିକି ମୁଁ ପଶିଯିବି ହିରୋଇନ୍ ହେଇଯିବି ଆଉ। ଆପଣ ଏବେ ପଶି ପାରିବେନି। ଏବେ କେହି ନାହାନ୍ତି ମୋର ସେମିତି। ସେଇଟା ଭଗବାନ ଜାଣିଥିବେ, ମୁଁ ଏବେ ଯେମିତି ଭାବିନି, ସେମିତି କିଛି ପ୍ଲାନ୍ ନାହିଁ। କ୍ୟାରିୟର ଫାଷ୍ଟ କ୍ୟାରିୟର, ମୋ ଯଦି କ୍ୟାରିୟରଟା ବନିଯିବ ନା କେତେ ଆସିବେ ଲାଇନ୍ ଲାଗିବେ। ଆପଣ ଯେତେବେଳେ ଇନ୍ଦ୍ରଭୁବନରେ ଗୀତ ଗାଉଥିଲେ ସେତେବେଳେ ଆପଣଙ୍କ ଗୀତର କୁଆଡେ ଦର୍ଶକ ମାନେ କାନ୍ଦି ପକାନ୍ତି। ନା ମୁଁ ଇନ୍ଦ୍ରଭୁବନ ନଥିଲି, ପାର୍ବତୀ ଆଉ କାନ୍ଦି ପକଉଥିଲେ। ମୁଁ ମୁଁ ତ ଯେହେତୁ ନନଷ୍ଟପ୍ ଗୀତ ଗାଏ, ପୁରା ଡ୍ୟାନ୍ସ ପାର୍ଟିନ୍ ଗୀତ ଗାଏ, କାନ୍ଦିବେ କଣ ପାଇଁ? ଦର୍ଶକ ମାନେ ପୁରା ହଁ ମତେ କୁହନ୍ତି, ମତେ ଫରମାଇଶ କରନ୍ତି ଯେ ଆମର ବ୍ରେକଅପ୍ ହେଇଯାଇଛି ଗୀତ ଗା। ତ ସେଇଠି ମୁଁ ଗାଇଲେ ଯେ ଟୋକା ମାନଙ୍କ କଥା ଜାଣିନାହାନ୍ତି, ସେଇଭଳିଆ ମାନେ ଚଗଲାମି କରନ୍ତି, ତ ସେଠି ଆକ୍ଟିଂ କରନ୍ତି କାନ୍ଦିଲା ଭଳିଆ ଆଉ। ଝିଅ ପିଲା ନା ସେମାନେ ସାଇଲେଣ୍ଟ ଥାଆନ୍ତି, ତଥାପି ମୁଁ ପ୍ରାୟ ଲକ୍ଷ୍ୟ କରିଛି ମୋ ଗୀତ ଗାଇଲା ବେଳେ ଟିକେ ହସା ହସି କରନ୍ତି, ଭଲ ଲାଗେ। ଆପଣ କଣ କମେଡି ଟାଇପର ଗୀତ ଗାଆନ୍ତି? ମୁଁ ଟିକେ କମେଡି କରି ଗୀତ ଗାଏ, ମୁଁ ଟିକେ ନନଷ୍ଟପ୍ ଗୀତ ଗାଏ, ବାଳ ଗୀତ ଗାଉଛି। ତୋର ଝୁଙ୍କି ଝୁଙ୍କି ନଜରରେ ତୋର କରିଦେଲୁ ପାଗଳ, ତୋର ସରୁଆ ଅଣ୍ଟା ଦେଖେଇ ଦେଲୁ ହେଇଗଲି କାଙ୍ଗାଳ, ତୁ ଖରା ବେଳେ ଆସିବୁ ତତେ ଦେମି ଗୋଟେ ପାନ, ତୋର ସିଧା ସିଧା ତୋର ସିଧା ସିଧା ବାଳକୁ ଦେଖି ଛନ୍ଦି ହେଇଛି ମୋ ମନ, ତୋର ସିଧା ସିଧା ବାଳକୁ ଦେଖି ଛନ୍ଦି ହେଇଛି ମୋ ମନ।